ମୁଁ ଅଧିକା ହିନ୍ଦୀ ଫିଲ୍ମ ମଝିରେ ମଝିରେ ଦେଖେ। ମୋର ଗୋଟେ ମନେ ପଡ଼ିଗଲା ସଲମାନ ଖାନର ଗୋଟେ ଫେମସ୍ ଫିଲ୍ମ ଦାବାଙ୍ଗ। ସେଇ ଦାବାଙ୍ଗ ଫିଲ୍ମରେ ଗୋଟେ ଗୀତ ଥିଲା, ମୁନ୍ନି ବଦନାମ ହୁଇ ଡାର୍ଲିଂ ତେରେ ଲିଏ। ତ ସେଇ ଗୀତର ଲାଇନଟା ମୋତେ, ମୁଁ ଭାବୁଛି ଏବେ ଓଡ଼ିଶା ପାଇଁ ବି ପ୍ରଚଳିତ। ମୋଦି ବଦନାମ ହୁଆ ମୋହନ ତେରେ ଲିଏ। ବଦନାମ କିଏ ହେଉଛନ୍ତି? ଏଇ ଯେ ସରକାର, ବିଜେପି ସରକାର ଯଦି ଖସିବ ଓଡ଼ିଶାରେ, ଅନପପୁଲାର ହେଇଯିବ, ବଦନାମ କାହାର? ମୋଦିଙ୍କର। କାହିଁକି ଓଡ଼ିଶାରେ ଯେ ଇଲେକ୍ସନ ଆପଣମାନେ ଜିତିଥିଲେ, ବିଜେପି ଜିତିଥିଲେ, ସେଟା କ'ଣ ମୋହନ ମାଝୀକୁ ଆପଣ ଭୋଟ ଦେଇଥିଲେ? ଆପଣମାନେ ନା, ଆପଣ ନରେନ୍ଦ୍ର ମୋଦି ପାଇଁ ଆଉ ବିଜେପି ପାଇଁ ଭୋଟ ଦେଇଥିଲେ। ତ ଏବେ ଲସ୍ କାହାର ହବ? ମୋହନ ମାଝୀ ସେତେବେଳେ ଚିଫ୍ ମିନିଷ୍ଟର ରେସ୍ରେ ନଥିଲେ, ଆମେ ଜାଣିନଥିଲୁ ଯେ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବେ, କିନ୍ତୁ ତାର ଇନାବିଲିଟି, ତାର ଏଇ ଯେଉଁ ସେମ୍ ସାଇଡ୍ ଗୋଲ କରିବାର ପ୍ରବଣତା, ଲସ୍ କାହାର? ଲସ୍ ବିଜେପିର ନିଶ୍ଚୟ, ଏବଂ ପାର୍ସୋନାଲି ନରେନ୍ଦ୍ର ମୋଦିଙ୍କର। ଗୋଟେ କ୍ୟାରିସ୍ମା ଥିଲା, ଭେଦର ଆଇ ଲାଇକ୍ ଇଟ୍। ମୁଁ ନରେନ୍ଦ୍ର ମୋଦିର ଭକ୍ତ ନୁହଁ, କିନ୍ତୁ ଏଇଟା ମାନିବା ପଡ଼ିବ, ତାର ଗୋଟେ ପପୁଲାରିଟି ଥିଲା, ଗୁଡୱିଲ୍ ଥିଲା, କ୍ୟାରିସ୍ମା ଥିଲା, ଲୋକମାନେ ଭଲ ପାଉଥିଲେ ଓଡ଼ିଶା କଣ୍ଟେକ୍ସରେ। ଏବଂ ତାର ପାଇଁ ମୋର ଧାରଣା ଅଧିକାଂଶ ଲୋକ ବିଜେପିକୁ ଭୋଟ ଦେଇଥିଲେ ନରେନ୍ଦ୍ର ମୋଦି ପାଇଁ।